ସତରେ ବୟସ ସହିତ ଧୀରେ ଧୀରେ ସବୁକିଛି ବଦଳି ଯାଉଛି। ପ୍ରଥମେ ଆମେ ଜିଦି ଧରି ରହୁଥିଲେ, ଏବେ କିନ୍ତୁ ଏ ସମାଜ ଏ ଦୁନିଆ ଭିତରେ ଧୈର୍ଯ୍ୟ ଧରି ଆମକୁ ବଞ୍ଚିବା ପାଇଁ ପଡ଼ୁଛି। ଛୋଟବେଳେ ସବୁ କଥାରେ ରାଗ ଝଗଡ଼ା କରୁଥିଲେ, କିନ୍ତୁ ଜିଦି ଧରି ରହୁଥିଲେ, ବାପା ଏ ଜିନିଷ ଦରକାର, ନହେଲେ ଆମେ ଜିଦିରେ ଜମା ଅଟଳୁ ନଥିଲେ। କିନ୍ତୁ ଏବେ ସେ ସବୁ ଧୀରେ ଧୀରେ ସମାପ୍ତ ହେଇଯାଉଛି। କିନ୍ତୁ ଏବେ ଯେତେ ବି ଯାହା ହଉ ଧୈର୍ଯ୍ୟ ଧରିକି ଆମକୁ ଏ ସମାଜରେ ବଞ୍ଚିବା ପାଇଁ ପଡ଼ୁଛି। ସେତେବେଳେ ସିନା ବାପ ପାଖରେ ଆମେ ଜିଦି ଧରୁଥିଲେ, ଆଉ ଏବେ ଆମେ କାହା ପାଖରେ ଜିଦି କରିବା, ଯେହେତୁ ଆମେ ବି ଗୋଟେ ବାପା ହେଲେ। ସମୟ ହିସାବରେ ସବୁକିଛି ବଦଳୁଛି।